ଆସୁଛି ମକର ସଂକ୍ରାନ୍ତି। ସାରା ଦେଶରେ ଏହି ପର୍ବ ପାଳିତ ହେବ ଏବଂ ତା ସହ ଆରମ୍ଭ ହେବ ହିନ୍ଦୁ ନବବର୍ଷ ତଥା ଓଡ଼ିଆ ନବବର୍ଷ। ତେବେ ମକର ସଂକ୍ରାନ୍ତିରେ ଅନେକ ସ୍ଥାନରେ ଗୁଡ଼ି ଉଡ଼ାଯାଉଥିବାର ଆମେ ଦେଖିଥାନ୍ତି। ତେବେ ବହୁତ ଲୋକ ଜାଣିନାହାନ୍ତି ଯେ ମକର ସଂକ୍ରାନ୍ତିରେ କାହିଁକି ଗୁଡ଼ି ଉଡ଼ାଯାଏ। ଯଦି ଆପଣ ବି ଜାଣିନାହାନ୍ତି ତେବେ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖନ୍ତୁ। ମକର ସଂକ୍ରାନ୍ତି ଏକ ସର୍ବଭାରତୀୟ ପର୍ବ। ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି। ଭାରତ ବାହାରେ ରୋମାନ ଏବଂ ଇହୁଦମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି। ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ। ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କୁହନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିକୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି 6 ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭ କର୍ମ ଅନୁଷ୍ଠିତ ହୁଏ। ଏହି ସମୟରେ ଅଭୀଷ୍ଟ ସିଦ୍ଧି ପାଇଁ ସୂର୍ଯ୍ୟ ଉପାସନା କରାଯାଏ। ଓଡ଼ିଆ ପ୍ରବାଦ ଅନୁଯାୟୀ ମକର ଠାରୁ ଦିନ ବକର ହୁଏ, ଅର୍ଥାତ୍ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ। ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ। ତେବେ ଗୁଡ଼ି ସିଧାସଳଖ ଭାବରେ ମହାରାଷ୍ଟ୍ରର ଗୁଡ଼ି ପାୱା ପର୍ବ ସହ ଜଡ଼ିତ। ମହାରାଷ୍ଟ୍ରରେ ଯେତେବେଳେ ହିନ୍ଦୁ ନବବର୍ଷର ଆଗମନ ହୋଇଥାଏ, ଏ ପର୍ବ ପାଳନ କରାଯାଏ। ଠିକ୍ ମକର ସଂକ୍ରାନ୍ତି ସମୟରେ ଗୁଡ଼ିକୁ ସେଠାରେ ବିଜୟର ପ୍ରତୀକ ଭାବରେ ବ୍ୟବହାର କରାଯାଏ। ବ୍ୟୁରୋ ରିପୋର୍ଟ, HTV ଓଡ଼ିଆ।